ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳ ରେ ଚାଲିଗଲା ଚାଳକଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖଣ୍ଡଖାତିପାଡୁ ପଞ୍ଚାୟତ ଦାନ୍ତଲିଙ୍କ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ମୃତ ଯୁବକ ଜଣକ ଦାନ୍ତଲିଙ୍କ ଗ୍ରାମର ଜାଗଲି ମଣିଆକାଙ୍କ ପୁଅ ରାମଚନ୍ଦ୍ର ମିଳିଆକା ବୋଲି ଜଣାପଡ଼ିଛି। ତେବେ ମୃତ ଯୁବକ ରାମଚନ୍ଦ୍ର ଆଜି ସକାଳେ ଚାଷ ଜମିରେ ଚାଷ କରିବାକୁ ଯାଇ ଫେରିବା ସମୟରେ ଦାନ୍ତଲିଙ୍ଗ ଓ କଥାଗୁଡ଼ା ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ତଳକୁ ଟ୍ରାକ୍ଟରଟି ଖସି ପଡ଼ିଥିଲା। ଫଳରେ ଯୁବକ ଜଣକ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବାହାରକୁ କାଢ଼ିଥିଲେ, କିନ୍ତୁ କିଛି ସମୟ ପରେ ଯୁବକ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ଏହାପରେ କଲ୍ୟାଣସିଂହପୁର ପୋଲିସ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ରାୟଗଡ଼ାରୁ ପ୍ରଦୀପ ଦଳାଇଙ୍କ ରିପୋର୍ଟ, ପ୍ରତିଦିନ ଟିଭି।